ଦେଶରେ ପେଟ୍ରୋଲ ଓ ଡିଜେଲ ନୂଆ ମୂଲ୍ୟ ଜାରି କରାଯାଇଛି। ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପରିବର୍ତ୍ତନ ହୋଇଛି। କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି 40 ପଇସା କମିଥିବା ବେଳେ ଡିଜେଲ ମଧ୍ୟ ଲିଟର ପ୍ରତି 40 ପଇସା କମିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 103 ଟଙ୍କା 4 ପଇସା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି 94 ଟଙ୍କା 61 ପଇସା ରହିଛି। କହିବାକୁ ଗଲେ ଗତକାଲି ଅର୍ଥାତ୍ ଶନିବାରରେ ଭୁବନେଶ୍ୱର ପେଟ୍ରୋଲ ଓ ଡିଜେଲ ଦର 7 ପଇସା ବଢ଼ିଥିଲା। ପେଟ୍ରୋଲ 103 ଟଙ୍କା 18 ପଇସା ଓ ଡିଜେଲ ମୂଲ୍ୟ 94 ଟଙ୍କା 75 ପଇସା ଥିଲା। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି 96 ଟଙ୍କା 72 ପଇସା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଥିଲା 89 ଟଙ୍କା 62 ପଇସା। ଅନ୍ୟ ସହରଗୁଡ଼ିକରେ ପ୍ରାୟ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମୁମ୍ବାଇରେ ପେଟ୍ରୋଲ 106 ଟଙ୍କା 31 ପଇସା ରହିଥିବା ବେଳେ ଡିଜେଲ ରହିଥିଲା 94 ଟଙ୍କା 27 ପଇସା। କୋଲକାତା ସୋମବାର ପେଟ୍ରୋଲ 106 ଟଙ୍କା 3 ପଇସା ଏବଂ ଡିଜେଲ ପ୍ରତି ରହିଥିଲା 92 ଟଙ୍କା 74 ପଇସା। ଅନ୍ୟ ସହରଗୁଡ଼ିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମୁମ୍ବାଇରେ ପେଟ୍ରୋଲ 106 ଟଙ୍କା 31 ପଇସା ରହିଥିବା ବେଳେ ଡିଜେଲ ରହିଛି 94 ଟଙ୍କା 24 ପଇସା। ଅନ୍ୟ ପ୍ରମୁଖ ସହର ବେଙ୍ଗାଲୁରୁ ଆଜି ପେଟ୍ରୋଲ ରହିଛି 101 ଟଙ୍କା 94 ପଇସା, ଡିଜେଲ ରହିଛି 87 ଟଙ୍କା 89 ପଇସା।